ଆମର ଜଗା ଭାଇଙ୍କ ନେତୃତ୍ୱରେ ଯୋଉ ମିଶ୍ରଣ ପର୍ବଟି ଗଠିତ ହୋଇଛି। ଆମେ ଯେହେତୁ ଆଗରୁ ଗୋଟେ ପୂର୍ବ ଦଳରେ ମଧ୍ୟ ବି କାର୍ଯ୍ୟ କରିଥିଲୁ, କିନ୍ତୁ ଏଇ ଜଗା ଭାଇଙ୍କ ନେତୃତ୍ୱ ପ୍ଲସ ଆଜିକା ସରକାର ଆମର ମୋଦି ବାବୁଙ୍କ ସରକାର ମୋହନ ମାଝୀଙ୍କ ସରକାରଙ୍କ ଯୋଗୁଁ ବହୁତ ଅନୁପ୍ରାଣିତ ବହୁତ ଆସୁଛି, ବିଭିନ୍ନ ପ୍ରକାର ସ୍କିମ୍ ବହୁତ ଆସୁଛି ଆଉ ସେ ମଧ୍ୟ ବହୁତ ବିଜେପି ସରକାର ବହୁତ ସାହାଯ୍ୟ କରୁଛନ୍ତି। ସେଇଥିପାଇଁ ଆମେ ଆଜି ମିଶ୍ରଣ ପର୍ବରେ ଯୋଗ ଦେଲୁ। ମୋ ନାଁ ସ୍ୱପ୍ନା ବେହେରା। ବିଜେପିରେ ମୋଦି ସରକାର ମୋହନ ସରକାର ଆମ ପାଇଁ କିଛି ଆମକୁ କିଛି ସାହାଯ୍ୟ କଲେ, ଆମକୁ ଆମ ଦୁଃଖ ସୁଖରେ ଛିଡା ହେଲେ, ଭଲ ମନ୍ଦ କଲେ, ସେଥିପାଇଁ ଆମକୁ ଭଲ ଲାଗିଲା। ଆମେ ତାଙ୍କ ସହିତ ମିଶିବା ପାଇଁ ଇଚ୍ଛୁକ। ଜଗନ୍ନାଥ ପ୍ରଧାନ କେମିତି ଭଳିଆ ନେତା ଆପଣଙ୍କୁ କେମିତି ଲାଗୁଛି? ସିଏ ତ ବହୁତ ଭଲ ନେତା, ଆମକୁ ଭଲ ଲାଗନ୍ତି ଜଗନ୍ନାଥ ପ୍ରଧାନ। ଆମର ଆଜି 47 ନମ୍ବର ୱାର୍ଡ ମଧ୍ୟ ଭୁବନେଶ୍ୱର ଅନ୍ତର୍ଗତ 47 ନମ୍ବର ୱାର୍ଡ ୟୁନିଟ୍ 8 ରାଜଭବନ ସଂଲଗ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳର ପ୍ରାୟ ଶତାଧିକ କାର୍ଯ୍ୟକର୍ତ୍ତା ଭାଇ ଓ ଭଉଣୀ ମାନେ, ମହିଳା ମାନେ, ଗୁରୁଜନ ମାନେ, ଯୁବକ ମାନେ ବହୁ ସଂଖ୍ୟାରେ ଆସିକି ଆଜି ଭାରତୀୟ ଜନତା ପାର୍ଟିର ମୁଖ୍ୟ ସ୍ରୋତରେ ଆଉ ସାମିଲ ହେଲେ। ମୋଦିଙ୍କର ବିକାଶର ଯୋଉ ଧାରା ସେଥିରେ ସେମାନେ ସନ୍ତୋଷ ପ୍ରକାଶ କରିକି ଆମର ଜଗନ୍ନାଥ ଭାଇଙ୍କ ନେତୃତ୍ୱରେ ଭୁବନେଶ୍ୱର ବିଜେପି ଜିଲ୍ଲାର ଇଏରେ ସହଯୋଗରେ ଆଜି ବହୁ ସଂଖ୍ୟାରେ ଆପଣମାନେ ଦେଖୁଛନ୍ତି। ଦେଖନ୍ତୁ, ଭାରତୀୟ ଜନତା ପାର୍ଟି ମିଶିବା ପାଇଁକି ବର୍ତ୍ତମାନ ସାଧାରଣ ଲୋକଙ୍କର ଉତ୍ସାହ ବଢ଼ିଛି। ବିଶେଷ ଭାବରେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଯେଉଁଭଳି ଭାବରେ ଲୋକଙ୍କ ପାଇଁକି ଏବଂ ଲୋକଙ୍କ ସାଥିରେ କାର୍ଯ୍ୟ କରୁଛି, ସେଥିରେ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱ ପ୍ରତି ବିଶ୍ୱାସ ପ୍ରକଟ କରୁଛନ୍ତି, ଭରସା ଜତେଇଛନ୍ତି ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଥିବା କାରଣରୁ ମୋହନ ମାଝୀଙ୍କ ନେତୃତ୍ୱକୁ ହାତ ମୁଠାକୁ ଟାଣ କରିବା ପାଇଁ ସାଧାରଣ ଲୋକଟି ଭାରତୀୟ ଜନତା ପାର୍ଟି ପ୍ରତି ଆକୃଷ୍ଟ ହେଇଛି। ନିଶ୍ଚିତରେ ଆମମାନଙ୍କର ସୌଭାଗ୍ୟ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରୁଛନ୍ତି। ଆଜି ବିଶେଷ ଭାବରେ ଭାରତୀୟ ଜନତା ପାର୍ଟି ମଧ୍ୟ ଭୁବନେଶ୍ୱର କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ରଙ୍କର ନେତୃତ୍ୱରେ ଆଜି ଶତାଧିକ ମଧ୍ୟ ଭୁବନେଶ୍ୱର ଅନ୍ତର୍ଗତ 47 ନମ୍ବର ୱାର୍ଡର ବହୁ ମା ଭଉଣୀ ମାନେ, ଗୁରୁଜନ ମାନେ, ଯୁବବନ୍ଦୀ ମାନେ ବିଶେଷ ଭାବରେ ଆଜି ଯୋଗଦାନ କରିଛନ୍ତି। ଭାରତୀୟ ଜନତା ପାର୍ଟିକୁ ଭୁବନେଶ୍ୱରରେ ଆହୁରି ମଜବୁତ କରିବା ପାଇଁକି ଆଗକୁ ଆସିଛନ୍ତି। ତାଙ୍କ ସହଯୋଗରେ ନିଶ୍ଚିତ ରୂପେ ଭାରତୀୟ ଜନତା ପାର୍ଟି ରାଜଧାନୀରେ ଆହୁରି ଶକ୍ତିଶାଳୀ ହେବ, ମଜବୁତ ହେବ।